ପ୍ରଡ଼କ୍ଟଟା ଆଜି ଆପଣମାନଙ୍କ ସହିତ ସେୟାର କରିବି। ଏମିତି ଭାବିବେନି ଯେ ମୁଁ ୟୁଜ୍ ନ କରିକି ସେୟାର କରୁଛି। ଆପଣମାନଙ୍କର ଯେଉଁ ସେବମ୍ ଅଛି ତାକୁ ସେ ବାଲାନ୍ସ କରିବ ଆଉ ପ୍ରୋଟେକ୍ସନ୍ କରିବ, କଣ୍ଟ୍ରୋଲ୍ ଆକ୍ନେକୁ ବି ଇଏ କଣ୍ଟ୍ରୋଲ୍ କରିବ। ସେକେଣ୍ଡ ଜିନିଷ ହେଲା ଇଭେନ୍ ସ୍କିନ୍ ଟୋନ୍। ଯଦି ଆପଣମାନଙ୍କର ସ୍କିନ୍ ଟୋନର୍ ୟୁଜ୍ କରିବେ ତାପରେ ଏଇ ସେରମ୍କୁ ଆପ୍ଲାଏ କରିବେ ଓ ଆପ୍ଲାଏ କରିକି 2ରୁ 3 ମିନିଟ୍ ୱେଟ୍ କରିବେ। ପୁରା ସ୍କିନ୍ ଅବଜର୍ଭ ବି କୌଣସି ପ୍ରକାର ପ୍ରଡ଼କ୍ଟ ଅର୍ଡ଼ର କରିବେ ନାହିଁ। ଆପଣମାନଙ୍କୁ ଦେଖେଇ ଦେଉଛି, ଏଇଟା ହେଉଛି ତା'ର ବଟଲ୍ କେମିତି ଅଛି। ଏମିତିଆ ଗୋଟେ ଡ୍ରପର୍ ଆପଣମାନଙ୍କୁ ମିଳିବ। ଦେଖନ୍ତୁ ପୁରା ଇଏ ସ୍କିନ୍ରେ ଜଣା ହିଁ ପଡ଼ିବନି ଆପଣ ଓପନ୍ ପୋର୍ସର ପ୍ରୋବ୍ଲେମ୍ ବି ରହୁଛି, ସ୍ପଟ୍ ଯାଉନି, ମୁହଁରେ ନ୍ୟାଚୁରାଲି ଯେଉଁ ଗ୍ଲୋଟା ଆସିବା କଥା ସେ ଗ୍ଲୋ ଆସୁନି। ଫେୟାରନେସ୍ ତ ଭୁଲି ଯାଆନ୍ତୁ, ନ୍ୟାଚୁରାଲି ଯେଉଁ ସମସ୍ତଙ୍କ ଫେସ୍ରେ ଗୋଟେ ଗ୍ଲୋ ରହିବା କଥା ସେଇଟା ବି ଆସୁନି। ତ ଆମେ କ'ଣ ପ୍ରଡ଼କ୍ଟ ଲଗେଇବୁ? ହର୍ବାଲ୍ ତ ଆମକୁ ଫେୟାର କରିଦେବ, କିନ୍ତୁ ମାନେ ଏଇ ଯେଉଁ ପ୍ରୋବ୍ଲେମର ସଲ୍ୟୁସନ୍ କ'ଣ ଏବେ ଅଛି ତମ ପାଖରେ? ମୋତେ ସବୁବେଳେ କ୍ୱେଶ୍ଚିନ୍ ଆସେ ଏଇ ଜିନିଷଟା କି ଗୋଟେ ସ୍ପଟ୍ ରିମୁଭ୍ ପାଇଁ ଗୋଟେ ପ୍ରଡ଼କ୍ଟ ଦିଅନ୍ତୁ ବା ଓପନ୍ ପୋର୍ସର ପ୍ରୋବ୍ଲେମ୍ ମାନେ ଅଛି ଆମର ବହୁତ, ତା ରିଲେଟେଡ଼୍ କିଛି ପ୍ରଡ଼କ୍ଟ ସେୟାର କରନ୍ତୁ। ତ ଏଇଠି ଆପଣମାନଙ୍କୁ ଗୋଟେ ଜିନିଷ କ୍ଲିୟର କରିଦେବା ପାଇଁ ଚାହୁଁଛି, ଯଦି ପିମ୍ପଲ୍ ଅଛି ତା'ର ଅଲଗା ପ୍ରଡ଼କ୍ଟ, ଯଦି ସ୍କାର ଅଛି ତା'ର ଅଲଗା। ମାନେ ଫେସ୍ର ବିଭିନ୍ନ ପ୍ରକାର ପ୍ରୋବ୍ଲେମ୍ର ବିଭିନ୍ନ ପ୍ରକାର ପ୍ରଡ଼କ୍ଟ ଆପଣମାନଙ୍କୁ ୟୁଜ୍ କରିବାକୁ ପଡ଼ିବ। ଏମିତି ନୁହଁ କି ଗୋଟେ ପ୍ରଡ଼କ୍ଟ ଲଗାଇଲେ ଆପଣମାନେ ଫେୟାର୍ ବି ହେବେ, ଗ୍ଲୋ ବି କରିବେ, ସେମିତି କିଛି ପ୍ରଡ଼କ୍ଟ ନାହିଁ ହେଲା। ତ ଆପଣମାନଙ୍କୁ ଯେଉଁ ପ୍ରୋବ୍ଲେମ୍ ଅଛି ତା ରିଲେଟେଡ଼୍ ପ୍ରଡ଼କ୍ଟ ଆପଣମାନଙ୍କୁ ଖୋଜିବାକୁ ପଡ଼ିବ। ଆଜି ଆପଣମାନଙ୍କ ସହିତ ଏଇ ଯେଉଁ ପ୍ରଡ଼କ୍ଟଟି ମୁଁ ସେୟାର କରୁଛି, ଏଥିରେ ଏମିତି କିଛି ଇନଗ୍ରିଡ଼ିଏଣ୍ଟ ଅଛି ଯେଉଁଟାକି ଆଟ୍ ଏ ଟାଇମ୍ ଆପଣମାନଙ୍କର ଯଦି ଓପନ୍ ପୋର୍ସ ଅଛି ତାକୁ କମ୍ କରିବ, ମାନେ ସେବମ୍ ପ୍ରଡ଼କ୍ସନ୍ଟାକୁ ଆକ୍ଚୁଆଲି ଆପଣମାନଙ୍କ ଫେସ୍ରୁ କଣ୍ଟ୍ରୋଲ୍ କରିଦେବ, ଯେଉଁଟାକି ଅଏଲିନେସ୍ଟାକୁ ଧୀରେ ଧୀରେ ସେ ଗାୟବ କରିଦେବ। ସେକେଣ୍ଡ ଜିନିଷ ହେଲା ସ୍ପଟ୍ ବି ଇଏ ରିଡ୍ୟୁସ୍ କରିବ। ଆଉ ମୋଷ୍ଟ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ଏଇଥିରେ ଯେଉଁ ଇନଗ୍ରିଡ଼ିଏଣ୍ଟ ଅଛି, ଯଦି ଆପଣମାନେ ରେଗୁଲାର ବେସିକ୍ରେ ଆକୁ ୟୁଜ୍ କରୁଛନ୍ତି ଆପଣମାନଙ୍କ ସ୍କିନ୍କୁ ଇଭେନ୍ ଆଉଟ୍ କରିବ। ତ ଏଇ ଯେଉଁ ପ୍ରଡ଼କ୍ଟଟା ଆଜି ଆପଣମାନଙ୍କ ସହିତ ସେୟାର କରିବି, ଏମିତି ଭାବିବେନି ଯେ ମୁଁ ୟୁଜ୍ ନ କରିକି ସେୟାର କରୁଛି। ଏଇଟା ଆକ୍ଚୁଆଲି ମୁଁ 7ରୁ 8 ଦିନ ହେବ ୟୁଜ୍ କରିଛି। ଏଇଟାର ନାଁ ହେଉଛି ନିଆସିନାମାଇଡ୍ 10% ମିନିମାଲିଷ୍ଟର ଅଛି। ଡିଟେଲ୍ସରେ ଆପଣମାନଙ୍କୁ ସେୟାର କରିବି। ତ ଯଦି ଆପଣମାନେ ଚ୍ୟାନେଲରେ ନୂଆ ଅଛନ୍ତି ନିହାତି ଭାବରେ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ଏମିତି ନୂଆ ନୂଆ ଟପିକ୍ର ଭିଡ଼ିଓ ଆପଣମାନେ ପାଇପାରିବେ। ତ ଡେରି ନ କରି ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଭିଡ଼ିଓ। ଫାର୍ଷ୍ଟ କଥା ହେଲା, ଯଦି ଆମର ପିମ୍ପଲ୍ ବହୁତ ମାତ୍ରାରେ ହେଉଛି ତ ପିମ୍ପଲ୍କୁ ଫାର୍ଷ୍ଟ ଆପଣମାନେ କମାନ୍ତୁ, ତାପରେ ସ୍ପଟ୍ ଯଦି ରହିଲା ତା ରିଲେଟେଡ଼୍ ପ୍ରଡ଼କ୍ଟ ଆପଣମାନେ ଲଗାନ୍ତୁ। ପିମ୍ପଲ୍ ଥିଲାବେଳେ ଗୋରା ହେବା ପାଇଁ ପ୍ରଡ଼କ୍ଟ କେବେ ଲଗାଇବେନି, ସ୍ପଟ୍ ଥିଲାବେଳେ ଗୋରା ହେବା ପାଇଁ ପ୍ରଡ଼କ୍ଟ କେବେ ଲଗାଇବେନି। ଏମିତି ଫେସ୍ରେ ଯଦି ଇଆଡ଼ୁ ସିଆଡ଼ୁ ପ୍ରଡ଼କ୍ଟ ଆପଣମାନେ ଲଗାଇବେ ସ୍କିନ୍ ବହୁତ ମାତ୍ରାରେ ଇରିଟେଟ୍ ହେବ। ବୁଝିକି ତାପରେ ପ୍ରଡ଼କ୍ଟ ଲଗାନ୍ତୁ। ଏମିତି କିଏ ରିଭ୍ୟୁ ଦେଇଦେଲା ସାଙ୍ଗେ ସାଙ୍ଗେ ଆଣିକି ଲଗାଇବେ ନାହିଁ। ବାକି ରହିଲା ଇ ଆକ୍ନେ ପ୍ରୋ ସ୍କିନ୍ ପାଇଁ କିନ୍ତୁ ବହୁତ ସେଫ୍, ଆପଣମାନେ ଆକୁ ୟୁଜ୍ କରିପାରିବେ। ଯେଉଁ ନିଆସିନାମାଇଡ୍ଟା ଅଛି ଇଏ ସେଫ୍ ଅଛି, ଆପଣମାନେ ୟୁଜ୍ କରିପାରିବେ। ମୁଁ 7ରୁ 8 ଦିନ ୟୁଜ୍ କଲା ପରେ ଆପଣମାନଙ୍କ ସହିତ ରିଭ୍ୟୁ ସେୟାର କରୁଛି। ଏଇଟା ମୁଁ ଯେମିତି କହିଲି, ଆର ନାଁ ହେଲା ମିନିମାଲିଷ୍ଟର 10% ନିଆସିନାମାଇଡ୍ ସେରମ୍। ଆକ୍ନେ ପ୍ରୋ ସ୍କିନ୍ ଗୋଟେ ଏମିତି ସ୍କିନ୍ ଆପଣମାନଙ୍କୁ କହୁଛି କି ଆଜି ଭଲ ଥିବ, 2 ଦିନ ପରେ ପୁଣି ଗୋଟେ କେଉଁଠୁ ଉଠି ଯାଇଥିବ, ତାର 2 ଦିନ ପରେ ଗୋଟେ ଦାଗ ରହିଯାଇଥିବ, ତା 2 ଦିନ ପରେ ସେଠି ଗୋଟେ ଖାଲ ହେଇଯିବ, ତା ମାନେ 4 ଦିନ ପରେ ଦେଖିବେ ମୁହଁରେ କଣା କଣା ଦେଖାହେବ। ଓପନ୍ ପୋର୍ସ ଗୋଟେ କୁଆଡ଼େ ଗୋଟେ ବାହାରିକି ଗଲାବେଳକୁ ମେକଅପ୍ ନେଇଥିବେ ସେ ପୁରା ପ୍ୟାଚି ଦେଖାଯାଉଥିବ। ଏଇଭଳିଆ ଜିନିଷ ନିହାତି ଭାବରେ ହବାଟା ସାରା, ମାନେ ଅଏଲି ସ୍କିନ୍ଟା ଗୋଟେ ମାନେ କ'ଣ କହିଲେ ଅଭିଶପ୍ତ ସ୍କିନ୍ ସେଇଟା ଗୋଟେ ହେଲା। କେବେ ବି ଭାବିବେନି ଯେ ମୋ ସ୍କିନ୍ଟା ଇଭେନ୍ ଆଉଟ୍ ରହିବ। ଯେତେବେଳେ କେଉଁଠୁ ଗୋଟେ ଭଲ ପ୍ରୋଗ୍ରାମ୍ ଥିବ, ଯିବାକୁ ଥିବ, ମେକଅପ୍ ନେଉଥିବେ, ଯଦି ବେସିକ୍ ମେକଅପ୍ର ଆଇଡ଼ିଆ ନଥିବ ନା ସିଏ ଆହୁରି ଗନ୍ଧା ଦେଖାହେବ। ତ ତାକୁ ଆମକୁ କ୍ଲିୟର୍ କରିବାକୁ ହେଲେ ଏମିତି ଗୁଡ଼ାଏ ପ୍ରଡ଼କ୍ଟ ଟ୍ରାଏ କରିବାକୁ ହିଁ ପଡ଼ିବ, ଆଉ କିଛି ଉପାୟ ନାହିଁ। ପ୍ରପର୍ ସ୍କିନ୍ କେୟାର୍ ସହିତ ଭଲ ଭଲ ପ୍ରଡ଼କ୍ଟ ଆମକୁ ଆପ୍ଲାଏ କରିକି ସ୍କିନ୍କୁ ଠିକ୍ କରିବାକୁ ପଡ଼ିବ। ତ ଫାର୍ଷ୍ଟ ଜିନିଷ ହେଲା ଆମେ ଜାଣିବା ଓପନ୍ ପୋର୍ସ ହୁଏ କାହିଁକି। ଦେଖନ୍ତୁ ଆମର ଯେହେତୁ ଅଏଲି ସ୍କିନ୍, ସେବମ୍ ପ୍ରଡ଼କ୍ସନ୍ଟା ବହୁତ ମାତ୍ରାରେ ହୁଏ ଫେସ୍ରେ ଏଇ ଏରିଆ ଗୁଡ଼ାରେ। ତ ସେ ଯେଉଁଠି ପ୍ରଡ଼କ୍ସନ୍ଟା ହୁଏ ସେଇ ଜାଗାରେ କ'ଣ ହୁଏ ନା ଲୋମ ଛିଦ୍ର, ଆପଣମାନେ ଜାଣିଛନ୍ତି ବଡ଼ିର ସବୁ ପାର୍ଟରେ ସେଇଟା ଅଛି। କିନ୍ତୁ ଯେହେତୁ ଅଏଲ୍ ପ୍ରଡ଼କ୍ସନ୍ଟା ହୁଏ ସେଇ ଏରିଆରେ ଆମର କଣା କଣା ଗୁଡ଼ା, ଛୋଟ ଛୋଟ କଣା ବହୁତ ମାତ୍ରାରେ ଦେଖାଯାଏ। ସେଇଟା ବହୁତ ମାନେ ପାଖରୁ ବହୁତ ଖରାପ ଦେଖାଯାଏ ଆକ୍ଚୁଆଲି କହିବାକୁ ଗଲେ। ତ ସେଇଟା ମୋର ଏବେ ରିସେଣ୍ଟଲି ମୋତେ ଲାଗିଲା କି ମୋର ଏମିତି ବହୁତ ମାତ୍ରାରେ ଜଣା ପଡ଼ୁଛି ମୋତେ ଲାଗିଲା। ତ ମୁଁ ସେଇଟାକୁ ଗୋରା ହେବା ପାଇଁ ତ ଅଲଗା ଜିନିଷ, ଯେତେ ଆପଣ ଗୋରା ହୁଅନ୍ତୁ, ଏଇ ଫେସ୍ରେ ଯଦି ଟେକ୍ସଚର୍ ଆପଣମାନଙ୍କର ଖରାପ ରହିଲା, ମାନେ ଗୋଟେ ଜାଗାରେ ଖାଲ, ଗୋଟେ ଜାଗାରେ ପିମ୍ପଲ୍ ଉଠିଥିବ, ସ୍ପଟ୍ ଥିବ, ଏଇସବୁ ଜିନିଷ କେବେ ବି ଭଲ ଦେଖାଯାଏ ନାହିଁ।
तो से मत लगे कि ना ओपन पोर्स रिलेटेड कौन प्रोडक्ट अच्छी जोटा कि यूज करी मोर टार्गेट को आसला कि ना मुझे नियासिनामाइड को ही ट्राए करी जोटा कि मत लगुच मत सुट करुच्ची कारण मुझे प्राय सब जिन गुड़ा से ही यूज करे। तो ये जो नियासिनामाइड अच्छी आ सहित आहरी भी गुड़ाए जिनस अच्छी जोटा कि आमर जिंक अच्छी आउ नियासिनामाइड अच्छी नियासिनामाइड 10% अच्छी आउ ये बहुत सेफ अच्छी एथिरे किछि आपण मानको हार्म पहुँचेबो नाही। एटा जदि आपण माने रेगुलर यूज करूचंती आपण मानको स्किन को इवन आउट करि परिबो आउ एटा स्पेशली एक्ने प्रो स्किन आउ ऑयली स्किन पई अच्छी। बाकी रहिला ये आपण मानको कोन कोन प्रोटेक्शन दबो सेटा देखि दबा। एटा हैला रेगुलेट सेबम प्रोडक्शन आपण मानकर जो सेबम अछि ताको से बैलेंस करिवो आउ प्रोटेक्शन करिवो कंट्रोल एक्ने को भी ये कंट्रोल करिवो। सेकेंड जिनस है इवेन स्किन टोन जदि आपण मानकर स्किन अनइवेन अच्छी आउ ब्लेमिसेस अच्छी ताहले ये आपण मानक स्किन को रेडियंस करबा सहित इवेन आउट करिवो। थर्ड जिनस है रिफाइन्स पोर्स आपण मानक पोर को ये क्लग करिबारे हेल्प करिवो पोर को मिनिमाइज करिवो आउ एक्सेस साइन दबो स्मूथ करिवो स्किन को ये आपण मानक स्किन को एई जो बेनिफिट गुडा दबो। बाकी रहिला आको आपण माने यूज केमती करिवे देखंतु यूज करिवे फेस को भल भाबरे क्लीन कर देबे को आपण मु तो दिन रे आको यूज करूची तो फेस को भल भाबरे क्लीन कर देबे। क्लीन कर सारा पर आपण माने जदि टोनर यूज करूछन टोनर यूज करिवे तापरे ए सेरम को अप्लाई करिवे ओ अप्लाई करिकी 2 रु 3 मिनिट वेट करिवे पूरा स्किन ऑब्जर्व हे सारिबो तापरे आपण माने आउ जो कोनोसी प्रोडक्ट लगेबे आउ केतरा जिनस आपको मार्क करिया पड़ो जदि नियासिनामाइड लगुचंती स्टेरॉइड वाला कोनोसी क्रीम आधेरे ऐड करिवे नाही केवल नियासिनामाइड जिंक यही सब कॉम्बिनेशन वाला प्रोडक्ट आपण माने लगे परिवे। जदि आउ किछि कॉम्बिनेशन वाला प्रोडक्ट लगौचंती ताहाले आपण माने पैच टेस्ट नियत भाबरे करिवे तापरे आकु लगेबे। तो ये यार प्राइस रहउची 249 माने 250 टका पाखापाखि रहउची। आपण माने जदि मो लिंक रु जाई परचेस करिवे तो आपण मानकु डिस्काउंट भी मिल परिबो आउ एई प्रोडक्ट ही आपण माने बाय कर परिबे नहले एबे ऑनलाइन रे बहुत फ्रॉड होची मु गोटे फ्रॉड रो शिकार हेची म आपण मानकु अलग गोटे वीडियो रे कहबी इंस्टाग्राम रो केबे भी कोनोसी प्रकार प्रोडक्ट ऑर्डर करिवे नाही माने एमिति से कहउचंदी कि आपण माने प्रोडक्ट पाइला परे पेमेंट करेंगे किंतु तार ओपन बॉक्स डिलीवरी न थाए जदि आपण माने थरे ओपन कर देले सेटा रिटर्न जीवनी आ इते गंदा भाव में फसी ऑनलाइन आपण मानकु परे केतळ गोटे वीडियो रे जणेबी। तो 2 रु 3 ड्रॉप नहीं कि आपण माने आकु यूज करेंगे मु आपण मानकु देखै दोची एटा होची तार बोतल एई भलिया बोतल आपण मानकु रिसीव हो 2 रु 3 ड्रॉप ये भी बहुत दिन पर्यंत जीव अधा हमर सरी गलानी आउ यार मु देखै दोची टेक्सचर केमती अच्छी एमती गोटे ड्रपर आपण मानकु मिलिबो देखंतु पूरा ये स्किन रे जना ही पड़ोनी आपण किसी लगे आउ साइन ग्लो बहुत बढ़िया माने टिके जो थिकनेस आपण मानकु लागि परिबो टिके माने जो लाल टाइप रो जंती लागेनी से टाइप रो लागि पारिबो बट स्किन रे ये आपण मानकर बहुत जल्दी ऑब्जर्व हो जिवो आउ स्मेल नो फ्रेग्रेंस नाही एथरे सिए माने मेंशन भी करिछि आपण मानकु देखै दोछि कि एथरे को जिंस नाही फ्रेग्रेंस नाही आपण मानकर सिलिकॉन नाही पैराफिन नाही सल्फेट नाही एसेंशियल ऑयल नहीं इधर किछि भी नहीं आउ पीएच लेवल भी ये मेंशन कर देछि 5.5 टू 6.5 जोटा कि आम स्किन रे सूट करिवो बेले बेले पीएच लेवल यदि ठीक न थाए स्किन इरिटेट हो जाए बहुत बढ़िया अच्छी आपण माने चाहिए आपको आराम से आनिक यूज करि परिबे आउ जो स्पेशली जो मनकर एक्ने प्रो स्किन सब बेले एक्ने रहउची ओपन पोर्स रो प्रॉब्लम रहउची आपण माने को यूज करंतु सेही सब प्रॉब्लम दूर होबा सहित आपण माने निहाती भाबरे गोटे ग्लो स्किन रे मार्क करि पारिबे यूज करिवे तापर आसी मते कमेंट सेक्शन में जणेबे कि मोर रिकमेंडेशन टा आपण मानकु केमती लागिला आ जदि एक्स्ट्रा सेंसिटिव स्किन एबे भी कहूची पैच टेस्ट निहाती भाबरे करिवे तापरे आपण माने लगेबे देखंतु मो टैग कर देबी किछि कोनोस प्रकार टेंशन नबार नाही टैग प्रोडक्ट को खाली क्लिक करिवे जाय कि आपण माने परचेस कर परिबे। तो एबे रहूची पुणी देखाबो मोर गोटे नया वीडियो रे।